मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। ओम नमो भगवते वासुदेवाय। भागवत महापुराण पंचम स्कंद षोडश अध्याय। भुवन कोशर वर्णन षोडश अध्याये बखाण। राजा परीक्षित उवाच ए भूमि मंडल विस्तार तुम्भे कहिल मुनिवर। जावत सूर्यर प्रकाश नक्षत्र चंद्र जहि वास। प्रिय व्रत रथ चरण जावत करिछि भ्रमण। तहु जे गर्त उपजिला शपथ सिंधु से होइला। एहा कहिल विपरीत अपरे कि दीप सात। एहार केते परिमाण अपरे जेते कलक्षण। ए सर्व कह मुनिवर शुणिते सर धाम भर। अखिल ब्रह्मांड कारण अनंत जार नाम गुण। ता स्थूल रूपे गले मन जे ज्योतिर्मय सूक्ष्म ब्रह्म। परम परंकर पर जे वासुदेव चक्रधर। ताहांक चरणार बिंदे मन पशिब प्रमादे। जेणु तुम्भर गोचर नाही ए ब्रह्मांड मध्यर। एणु ए मोहर संदेह भमुनि विस्तारिण कह। श्री शुक उवाच शुण परीक्ष नृपवर माया रे प्रभुंक शरीर। संसार जार अभियान शेषपुर जार स्थान। ताहांक रूप गुण नाम वर्णने केबा अछि क्षम। नर मर जेबे होई तेबे से वर्णि न पारई। तथापि किछि श्रेष्ठ करी कहिबा शुण दंडधारी। भूगोल चक्रर वर्णन राजन सावधाने शुण। ए जम्बूदीप नृपवर विकास कमल आकार। अति अभूत एहि स्थल लखेक योजन विस्तार। ए मध्ये नव जे बरस सहस्र योजन प्रकाश। महत नव पर्वत रे विभाग होई जे छाठारे। ए नव बरस मध्यरे वर्ष इळावृत नाम रे। जाहार नाभि देश तहि पर्वत राज विराजई। सुवर्णमय विराजित अति सुंदर अद्भुत। जाहार मस्तक प्रमाण 32 सहस्र योजन। 16 सहस्र जे योजन ताहार मूल परिमाण। सुवर्ण शृंग 3 तार महिरे स्तंभर आकार। पूर्व भागरे 3 गिरि नीलधवल रूप धरी। लवण सिंधु निकटरे बेनि सहस्र से विस्तारे। निषध हेमकूट आदि दक्षिणे हांक प्रसिद्धि। एहा दक्षिणे गिरिवर हिमालय नाम ताहार। पूर्वहु यथाक्रमे तार अयुत योजन विस्तार।
ପୂର୍ବେ ପଶ୍ଚିମେ ମାଲ୍ୟବାନ ବିଶାଳ ଯେ ଗନ୍ଧମାର୍ଦ୍ଧନ ବିସହସ୍ର ଯୋଜନ ବିସ୍ତାର ଛଇ ଜଗତେ ପ୍ରଚାର ଭଦ୍ରାଶୋକେ ତୁମାର ଆଦି ଏହାଙ୍କ ସୀମା ସେ ପ୍ରସିଦ୍ଧି ମନ୍ଦର ଯେ ମେରୁ ମନ୍ଦର ସୁପାର୍ଶ୍ୱ ଆଦି ଗିରିବର ସ୍ୱର୍ଣ୍ଣଗିରି ଚତୁର୍ଭାଗରେ ଅଛନ୍ତି ବେଷ୍ଟିତ ଆକାରେ ବୃକ୍ଷ ନ୍ୟଗ୍ରୋଧ ଆମ୍ରସାର ଜମ୍ବୁକ ଦମ୍ବ ଏ ଚତ୍ୱାର ପର୍ବତ ପ୍ରାୟ ଉଚ୍ଚ ଶିର ଯୋଜନ ସହସ୍ର ବିସ୍ତାର ଚତ୍ୱାର ସିନ୍ଧୁ ତା ନିକଟେ ବିରାଜେ ନାନା ଶୁଭ୍ର ତଟେ ମଧୁ କ୍ଷୀର ଯେ ଇକ୍ଷୁ ଜଳ ଯହିଁ ସକଳ ଦେବ ମେଳ ଯେ ଯାହା ମତେ କରି ଧ୍ୟାନ ପ୍ରଭୁଙ୍କୁ କରନ୍ତି ଭଜନ ଭଦ୍ର ଚୈତ୍ର ରଥ ନନ୍ଦନ ବୈଭ୍ରାଜ ଚାରି ଉପବନ ଯହିଁ ଅମର ବୃନ୍ଦମାନ କ୍ରୀଡ଼ା କରନ୍ତି ଅନୁକ୍ଷଣ କାମିନୀ ସଙ୍ଗତେ ଘେନିଣ ଯହିଁ ଅନଙ୍ଗ ମୂର୍ତ୍ତିମାନ ଏକାଦଶ ଶତ ଯୋଜନ ମନ୍ଦରଗିରି କ୍ରୋଟ ଜାଣ ଅତ୍ୟନ୍ତ ତୁଙ୍ଗ ବୃକ୍ଷ ବର ସୁରଙ୍ଗ ଦଳ ଫଳ ତାର ସୁଗନ୍ଧ ଅମୃତ ସୁସ୍ୱାଦ ରସ ଗଳଇ ବିଶାରଦ ସେ ଅରୁଣ ଦାନ ଦିଶାର ମନ୍ଦରୁ ହୋଇଛି ବାହାର ମେରୁ ମନ୍ଦରୁ ଜମ୍ବୁ ଫଳ ପାଚି ପଡ଼ଇ ମହିତଳ ହସ୍ତି ପ୍ରମାଣେ ଫଳ ତାର ରସ ଯେ ଗଳଇ ଅପାର ତହିଁରୁ ଜମ୍ବୁ ନଦୀ ଜାତ ଶୁଣ ସୁମନେ ପରୀକ୍ଷିତ ତାହାର ଜଳ ସଂଯୋଗରେ ସୁବର୍ଣ୍ଣ ହୋଇଛି କ୍ଷିତିରେ ମହାକଦମ୍ବ ତରୁବର ତହିଁର ମଧ୍ୟରେ କ୍ରୋଟର ପରମ ଧାରା ରୂପ ହୋଇ ତହୁଁ ଯେ ମଧୁ ସବୁ ଛଇ ଇଳାବୃତକୁ ବେଢ଼ି କରି ସୁଗନ୍ଧ ଆମୋଦ ପ୍ରସରି ତାର ସ୍ପରଶୁ ଯେ ପବନ ସୁଗନ୍ଧ ସତେକ ଯୋଜନ କୁମୁଦଗିରି ତଟ ଦେଶେ ବିଶାଳ ବଟ ଯେ ପ୍ରକାଶେ ତାହାର କନ୍ଦରୁ ବାହାର ବିଶାଳ ପୟରାଶି ଧାର ଇଳାବୃତର ଯେ ଉତ୍ତରେ ପ୍ରଜାଏ ସୁସ୍ଥ ଜାରଣୀରେ ଯାବତ ଜୀବ ସୁଖୀ ହୋଇ ଅଛନ୍ତି ଯାର ଜଳ ପିଇ କୁରଙ୍ଗ କୁସୁମ୍ଭ କୁରର ବୈକଙ୍କ ତ୍ରିକୁଟ ଶିଶିର ବୈଦୁର୍ଯ୍ୟ ନିଷଦ ରୁଚକ କପିଳ ଶ୍ରୀନିବାସ ଶଙ୍ଖ ଋଷଭ ଜାରୁଧି ପତଙ୍ଗ କାଳଞ୍ଜର ଯେ ହଂସ ନାଗ ନାରଦ ଆଦି ଯେ ବିଦିତ ଏମନ୍ତ ବିଂଶ ଯେ ପର୍ବତ ମେରୁ କର୍ଣ୍ଣିକା ଚାରି ପାଶେ ବିରାଜେ କେଶର ସଦୃଶେ ଜଠର ଦେବକୂଟ ଦୁଇ ମେରୁର ପୂର୍ବ ଭାଗେ ରହି ବେନି ସହସ୍ର ଉଚ୍ଚତାର 18 ଯୋଜନ ବିସ୍ତାର ପବନ ପାରିଯାତ୍ର ଦୁଇ ତାହାର ପଶ୍ଚିମେ ଶୋଭଇ କୈଳାସ କର ବୀର ଦୁଇ ଦକ୍ଷିଣ ପାଶେ ବିରାଜଇ ଉତ୍ତରେ ତ୍ରିଶୃଙ୍ଗ ମକର ଅଛନ୍ତି ବେନି ଗିରିବର ଏ ଅଷ୍ଟଗିରି ମଧ୍ୟ ଦେଶେ ସୁବର୍ଣ୍ଣଗିରି ଯେ ପ୍ରକାଶେ ସୁବର୍ଣ୍ଣଗିରି ଅଗ୍ରଦେଶେ ବ୍ରହ୍ମାର ପୁର ଯେ ପ୍ରକାଶେ
ଅୟୁତ ଯୋଜନ ସେ ହୋଇ ନାନା କୁସୁମେ ସୁବାସଇ ହେମ କଳସ ତୁଙ୍ଗ ସାର କିଅ ବା ଦେବା ପଟାନ୍ତର ଚାରି ଦିଗରେ ଯେ ତାହାର ଇନ୍ଦ୍ରାଦି ଲୋକପାଳଙ୍କର ଯଥାକ୍ରମରେ ଯେ ଝାମତେ ନିର୍ମିତ ପୁର ଯଥୋଚିତେ ଯଥା ଅନୁକ୍ରମରେ ନିତେ ବିହାର କରନ୍ତି ସମସ୍ତେ ଅଷ୍ଟଦିଗ ପାଳଙ୍କ ପୁର ସୁସଞ୍ଚତି ମନୋହର ପଞ୍ଚମ ସ୍କନ୍ଧେ ହି ବାଣୀ ଶୁଣି ସଂସାରୁତର ପ୍ରାଣୀ କହଇ ଦାସ ଜଗନ୍ନାଥ କୃଷ୍ଣ ଚରିତ ଭାଗବତ ପ୍ରଭୁ ପଦାର ବିନ୍ଦ ତଳେ ମନ ମୋର ରହିବ ନିଶ୍ଚଳେ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପଞ୍ଚମ ସ୍କନ୍ଧେ ଭୁବନ କୋଶ ବର୍ଣ୍ଣନଂ ନାମ ଷୋଡ଼ଶ ଅଧ୍ୟାୟ ସପ୍ତଦଶ ଅଧ୍ୟାୟ ସପ୍ତଦଶ ଅଧ୍ୟାୟରେ ଗଙ୍ଗାଗମ ମର୍ତ୍ତ୍ୟପୁରେ ଇଳାବୃତରେ ରୁଦ୍ରଦେବ କରନ୍ତି ସଂକର୍ଷଣ ସ୍ତବ ଶ୍ରୀଶୁକ ଉବାଚ ଶୁଣ ରାଜନ ପରୀକ୍ଷିତ ସେ ଯଜ୍ଞ ପୁରୁଷ ଅଚ୍ୟୁତ ମାୟା ବାମନ ଅବତାର ତାହାଙ୍କ ଯେ ବାମ ପୟର ଯାହା କନିଷ୍ଠ ଅଙ୍ଗୁଳିରେ ବ୍ରହ୍ମାଣ୍ଡ ଭାଜିଲା ନିର୍ଭରେ ତହୁଁ ଅଦ୍ଭୁତ ଜଳଧାର କିଅ ବା ଦେବା ପଟାନ୍ତର ଦୁରିତ ନାଶ ସ୍ମରଣେ ପ୍ରାଣୀ ତରନ୍ତି ସ୍ନାନ ପାନେ ତହୁଁ ଚଳିଲା ଅତି ଖରେ ପଡ଼ିଲା ତୁଙ୍ଗ ପର୍ବତରେ ଧ୍ରୁବ ପରମ ଭାଗବତ ଜାଣିଲା ବିଷ୍ଣୁ ପାଦୋଦକ ଭକ୍ତି ଯୋଗରେ ବଶ ହୋଇ ଆନନ୍ଦେ ରୋମ ପୁଲକାଇ ମାର୍ଜନ କରିବା ନିମନ୍ତେ ଶିରରେ ଘେନିଲା ତୁରିତେ ତେଣୁ ଶପଥ ମୁନିଗଣ ପ୍ରଭାବ ଜାଣି ତତକ୍ଷଣ ସକଳ ଆତ୍ମା ଭଗବାନେ ତପ ସମାଧି ଯୋଗ ଧ୍ୟାନେ ମୋକ୍ଷ କାରଣେ ସେ ଭଜନ୍ତି ପ୍ରଭୁର ମହିମା ଜାଣନ୍ତି ସେ ଜଳ ପାଇ ତୁଷ୍ଟ ହୋଇ ଜଟାରେ ଥୋଇଲେ ସେ ନେଇ ତହୁଁ ସେ ବହୁତ ପ୍ରକାରେ ଇନ୍ଦୁ ମଣ୍ଡଳ ଯେ ଶୂନ୍ୟରେ ତାହାକୁ ଲକ୍ଷ୍ୟ କରିଗଲା ବ୍ରହ୍ମ ସଦନେ ସେ ପଡ଼ିଲା ତହୁଁ ସେ ଚାରି ଧାରା ହୋଇ ଚତୁର୍ଦ୍ଧା ରୂପକୁ ବହଇ ଶୁଣ ପରୀକ୍ଷ ନୃପବର ଏ ନାମ ଚତ୍ୱାର ତାହାର ସୀତା ଅଳକା ନନ୍ଦା ଦୁଇ ଚକ୍ଷୁ ଭଦ୍ରା ନାମକୁ ବହି ଚାରି ଦିଗରେ ଭ୍ରମନ୍ତି ସିନ୍ଧୁରେ ପ୍ରବେଶ ହୁଅନ୍ତି ବ୍ରହ୍ମ ସଦନୁ ସୀତା ଯାଇ କେଶରା ଚଳେ ସେ ଭ୍ରମଇ ଅଧରେ ଭ୍ରମି ଯାଇ ଗନ୍ଧ ମାଦନେ ସେ ପଡ଼ଇ ତାହାର ସଙ୍ଗରେ ବିହରି ଭଦ୍ରାଶ ବର୍ଷ ଶୁଦ୍ଧ କରି କ୍ଷୀର ସିନ୍ଧୁର ପୂର୍ବ ଭାଗେ ପ୍ରବେଶ କରି ଅଛି ବେଗେ ବ୍ରହ୍ମା ସଦନୁ ଚକ୍ଷୁ ଯାଇ ମାଲ୍ୟବନ୍ତ ଶିଖେ ପଡ଼ଇ କେତୁମାଳର ମଧ୍ୟ ଦେଇ ପଶ୍ଚିମ ସମୁଦ୍ରେ ମିଶଇ ମେରୁ ଶିଖରୁ ଭଦ୍ରା ଯାଇ ଉତ୍ତର ଦିଗରେ ଭ୍ରମଇ ଉତ୍ତର ପୁରୁ ବେଢ଼ି ଖରେ ସମୁଦ୍ରେ ମିଶଇ ଉତ୍ତରେ ଅଳକାନନ୍ଦା ନାମ ହୋଇ ବହୁ ଗିରିରେ ସେ ଭ୍ରମଇ ସୁବର୍ଣ୍ଣଗିରି ହିମାଳୟ ତାହାକୁ କରି ସେ ଆଶ୍ରୟ
ଅତି ପ୍ରଖର ବେଗ ବସେ ପଡ଼ଇ ଭାରତ ବରସେ। ତହୁଁ ଲବଣ ସିନ୍ଧୁ ଜଳେ ପ୍ରବେଶ ହୁଅଇ ନିଶ୍ଚଳେ। ଅନ୍ୟ ଯେ ନଦ ନଦୀ ଯେତେ ଶତ ସହସ୍ର ଯେଝା ମତେ। ନାନା ଗିରିରୁ ଜାତ ହୋଇ ସିନ୍ଧୁରେ ପ୍ରବେଶନ୍ତି ଯାଇ। ଭାରତ ବରଷ ରାଜନ ଏ କର୍ମକ୍ଷେତ୍ର ବୋଲି ଜାଣ। ଅପରେ ଅଷ୍ଟ ଯେ ବରଷ ସ୍ୱର୍ଗ ଲୋକଙ୍କର ଏ ବାସ। ତହିଁ ପୁରୁଷଙ୍କ ଆୟୁଷ 10 ସହସ୍ର ଯେ ବରଷ। ଦେବତା ତୁଲ୍ୟ ପରାକ୍ରମ ନିତ୍ୟ ସେ ଦିଶନ୍ତି ନବୀନ। ପରମ ଆନନ୍ଦେ ସେ ନିତେ ବିହାର ଯୁବତୀ ସଙ୍ଗତେ। ସ୍ୱର୍ଗ ଭୋଗ ଶେଷ ଭାଗରେ ଦେବେ ରହନ୍ତି ସେହି ପୁରେ। ତହିଁରେ ଦେବ ଶ୍ରେଷ୍ଠ ମାନେ ଆନନ୍ଦେ ହରଷିତ ମନେ। ସୁର ସୁନ୍ଦରୀ ବୃନ୍ଦ ମେଳେ ବିହାର କରନ୍ତି ନିଶ୍ଚଳେ। ଷଢ଼ ଋତୁ ଏକ ସମୟେ ଯହିଁ ଅଛନ୍ତି ଏକଠାଏ। ନାନା କୁସୁମ ନାନା ଫଳ ସୁଗନ୍ଧ ସମୀର ଶୀତଳ। ବିକଚ ନାନା ପୁଷ୍ପ ଭରେ ଲତାଏ ବେଷ୍ଟିତ ଉପରେ। ସଦନ ଆକାରେ ଆଚ୍ଛାଦି ବୃକ୍ଷ ଲତାରେ ଛନ୍ଦା ଛନ୍ଦି। ଅତି ମଞ୍ଜୁଳ ମନୋରମ ନିବିଡ଼ ଲତାର ସଦନ। ପର୍ବତ ଦ୍ରୋଣୀ ସୁଶୀତଳେ ନିର୍ମଳ ନାନା ଶୀତ ଜଳେ। ରୁଚିର ପଙ୍କଜ ସୁନ୍ଦର ସୁସଞ୍ଚ ଦିଶେ ସରୋବର। ଜଳରେ ରାଜହଂସ ମାନେ କ୍ରୀଡ଼ନ୍ତି ହରଷିତ ମନେ। ଜଳ କୁକୁଟ ଜଳହଂସ ଚକ୍ର କାରଣ୍ଡ ବସାରସ। ମଧୁରେ ନାନା ଧ୍ୱନି କରି ଜଳେ ସେ କ୍ରୀଡ଼ନ୍ତି ବିହରି। ହେମନ୍ତେ ନାନା ସୁଖ ସ୍ଥଳେ ସୁର ସୁନ୍ଦରୀ ବୃନ୍ଦ ମେଳେ। ଅମର ବୃନ୍ଦ ତୋଷ ଚିତେ ତପ କରନ୍ତି ଯେଝା ମତେ। ତପର ବଳେ ତାହାଙ୍କର କରୁଣା କରନ୍ତି ଶ୍ରୀଧର। ନବ ବରଷେ ହେ ରାଜନ ସେ ଯେ ଅନାଦି ନାରାୟଣ। ଲୋକର ନିସ୍ତାର କାରଣେ ଅଛନ୍ତି ପ୍ରଭୁ ଅନୁକ୍ଷଣେ। ଯେ ପୁଣ୍ୟ ଇଳା ବୃତ ବର୍ଷ ଭବ ଯେ କଇ ପୁରୁଷ। ଭବାନୀ ସାପ ଯୋଗୁ ତହିଁ ଅନ୍ୟ ପୁରୁଷ ବାସ ନାହିଁ। ନ ଜାଣି କେହି ତହିଁ ଗଲେ ତକ୍ଷଣେ ସ୍ତ୍ରୀ ଭାବରେ ମିଳେ। ତାହାଙ୍କ ସାପର କାରଣ ପଛେ କହିବା ହେ ରାଜନ। ଭବାନୀ କୋଟି ନାରୀ ମେଳେ ଯାହାଙ୍କ ପଦରେ ଖଟିଲେ। ସେ ମହାପୁରୁଷଙ୍କ ଶକ୍ତି ଘେନନ୍ତି ଚତୁର୍ବିଧ ମୂର୍ତ୍ତି। ଚତୁର୍ଥୀ ତାମସୀ ଯେ ଜାଣ ଯାହାର ନାମ ସଂକର୍ଷଣ। ତହିଁ ସ୍ତୁବନ୍ତି ଶିବ ଧ୍ୟାନେ ତାମସୀ ମୂର୍ତ୍ତି ସଂକର୍ଷଣେ। ରୁଦ୍ର ଉବାଚ ନମସ୍ତେ ପୁରାଣ ପୁରୁଷ ଅଶେଷ ଗୁଣ ଯହିଁ ବାସ। ଅବ୍ୟକ୍ତ ଅନନ୍ତ କାରଣ ଭଜଇ ତୋହର ଚରଣ। ବ୍ରହ୍ମା ଈଶ୍ୱର ପର ତୁହି ପ୍ରକୃତି ଥାଇ ତୋର ତହିଁ। ଭୂତ ଭାବନ ତୋର ନାମ ତୋ ନାମେ ଭବ ଖଣ୍ଡନ। ଯାହାର ନାମ ଗୁଣ କର୍ମ ମନ ବଚନେ ନୋହେ ଗମ୍ୟ। ଅପରେ ମାୟା ଗୁଣି ଛନ୍ଦି ସଂସାରେ କରିଅଛୁ ବନ୍ଦୀ।
ମଧୁଆ ସବେ ତାମ୍ର ବର୍ଣ୍ଣ ଶୋଭଇ ଯାହାର ଲୋଚନ ଦିଶଇ ଅତି ଭୟଙ୍କର ନାଗବଧୂଙ୍କ ମନୋହର ଯାହାର ସଦୃଶ ପରେ ନାହିଁ ଏ ବ୍ରହ୍ମାଣ୍ଡ ଭିତରେ ଉତ୍ପତ୍ତି ପ୍ରଳୟ ପାଳନ ଏ ସର୍ବ ଯାହାର ଭିଆନ ଯାହାର ଆଦି ଅନ୍ତ ନାହିଁ ଅନନ୍ତ ନାମ ସେ ବୋଲାଇ ଯାର ସଂଖ୍ୟ ଶିରେ ମହି ସସର୍ପ ପ୍ରାୟ ବିରାଜଇ ଯାହାର ତହୁଁ ଜନ୍ମ ହୋଇ ଅଜୟ ସଂସାର ସଜଇ ବ୍ରହ୍ମାଦି ଆମ୍ଭେ ଯେ ସକଳେ ସେ ବୁଝୁ ଯାର ପାଦ ତଳେ ରଜୁ ବନ୍ଧନ ପ୍ରାୟ ହୋଇ ଯନ୍ତ୍ରିତ ହୋଇ ଅଛୁ ରହି ଅନୁଗ୍ରହ ରୋଟି ଯାହାର ଭିଆଣ କରୁ ଏ ସଂସାର ତ୍ରିଗୁଣ ସଙ୍ଗତେ ବନ୍ଧନ ଯାର ମାୟାରେ ପ୍ରାଣୀ ମନ ତ୍ରିଗୁଣ ବସେ ମୋହି ହୋଇ ଜନ୍ମର ତତ୍ତ୍ୱ ନ ଜାଣଇ ଦେଶନ ମାୟାକୁ ବିସ୍ତାରି ଯେ ପ୍ରଭୁ ଜଗତେ ବିହରି ତାହାଙ୍କୁ ମୋର ନମସ୍କାର ଯେ ପ୍ରଭୁ ଜଗତ ଠାକୁର ସୁଜନେ ଶୁଣ ଏହୁ ବାଣୀ ପଞ୍ଚମ ସ୍କନ୍ଧେ ପରିମାଣୀ ସେ ପ୍ରଭୁ ଚରଣାର ବିନ୍ଦେ ମନ ନିବେଶୀ ଅପ୍ରମାଦେ କହି ବିପ୍ର ଜଗନ୍ନାଥ ସୁଜନେ ଶୁଣ ଏକ ଚିତ ମୁହିଁ ପାମର ଦୁରାଚାର ଭୋନାଥ ମୋତେ କୃପା କର ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପଞ୍ଚମ ସ୍କନ୍ଧେ ଭୁବନ କୋଶେ ସଂକର୍ଷଣ स्तोत्रम नाम सप्तदश अध्याय अष्टादश अध्याय मेरुर चारि पाँच वर्ष चरित बोले अष्टादश श्री शुकोवाच भद्राशबर सविधान राजन शुण सावधान भद्रश्रवा नाम तांकर साक्षाते धर्मर कुमर ताहांक कूळे होई जात जेतेक पुरुष विदित अखिल ब्रह्मांड कारण अनंत प्रभु नारायण ताहांक संतोष कारणे परम समाधि विधाने प्रभु जे धर्म रूप होई अछंती प्राणी हित पाई ताहांक सेवा अविरते करंती जे जाहार मते परम प्रिय भाव धरी एहि स्तवरे स्तुति करी भद्रश्रवस प्रिय तनु तांक महिमा केबा जाणु भद्रश्रवस उचुः नमई धर्म अवतार आत्मा शोधन प्राणीकर एहि त आश्चर्य महत प्रभुर जेते विचेष्टित शरीर मात्रे जे अछई तथापि प्राणी न जानई जार मायारे मोहि होई मृत्यु को देखी न देखई जीव जे मृत्युर अधीन न भावे हा कदाचन देखई जीव अनुक्षणे मरंती आत्मीय स्वजने ताहांक देह विरते भस्म हेउछि नित्ये नित्ये आपणे मणि चिरंजीव पाप आचरे मूढ़ जीव मिथ्या संसार मूर्ख जने सत्य करंती अनुक्षणे पंडित जे हा न शुणी मिथ्याए मने परिमाणी तथापि जाहार मायारे पंडिते भ्रमंती संसारे से अज ब्रह्मांड ठाकुर ताहांकु करू नमस्कार सकल आवरण होई
ଯାହାର ଆବରଣ ନାହିଁ। ଏକଥା ଉଚିତ ତୋହର କାର୍ଯ୍ୟ କାରଣ ତୁ ଠାକୁର। ନାନା ଶରୀରବନ୍ତ ହୋଇ ସର୍ବଭୋଗକୁ ଗୁଞ୍ଜୁ ତୁହି। ଦୈତ୍ୟ ଯେ ବେଦକୁ ହରିଲେ ନେଇ ସମୁଦ୍ରେ ମାଡ଼ି ଦେଲେ। ପ୍ରଳୟ ଅବସାନେ ତୁହି ହୟଗ୍ରୀବ ମୂର୍ତ୍ତି କି ବହି। ରସାତଳରୁ ଧରିଲୁ ବ୍ରହ୍ମା ମାଗନ୍ତେ ତାକୁ ଦେଲୁ। ତୋତେ ଆମ୍ଭର ନମସ୍କାର ତୁ ନାଥ ସକଳ ଈଶ୍ୱର। ଏମନ୍ତେ ନାନା ସ୍ତୁତି ମତେ ସେବନ୍ତି ତାଙ୍କ ପାଦ ଗତେ। ନୃସିଂହ ନାମେ ଯେ ଠାକୁର ଅଛନ୍ତି ହରିବରସର। ତାହାଙ୍କ ରୂପର କାରଣ ପଛେ କହିବା ହେ ରାଜନ। ପରମ ଭାଗବତ ଜନ ମହାପୁରୁଷ ହେ ରାଜନ। ଦୈତ୍ୟ ଦାନବ କୁଳମଣି ସୁଶୀଳ ସାଧୁ ସତ୍ୟବାଣୀ। ପ୍ରହ୍ଲାଦ ନାମ ସେ ବହଇ ପ୍ରଭୁଙ୍କ ଅତି ପ୍ରିୟ ସେହି। ଇନ୍ଦ୍ରିୟ ଗଣ ସେ ନିବାରି ଚଞ୍ଚଳ ମନ ସ୍ଥିର କରି। ସେ ସ୍ଥଳ ଲୋକଙ୍କ ସହିତେ ପ୍ରଭୁଙ୍କୁ ଚିନ୍ତେ ଅବିରତେ। ଏହି ସ୍ତୁତିରେ ସ୍ତୁତି କରି ସେବଇ ପ୍ରଭୁ ନର ହରି। ନମସ୍ତେ ପ୍ରଭୁ ଦଇତାରି ଯାହାର ତେଜେ ଦିଗ ପୁରୀ। ନଖଙ୍କ ତେଜ ପରକାଶ ରବି କିରଣ କରେ ନାଶ। କରାଳ ଦଂଷ୍ଟ ସେ ବଦନ ଅଗ୍ନିର ପ୍ରାୟ ସେ ଲୋଚନ। ଯାହାର ନାମେ ଦୁଷ୍ଟ ଡରେ ନମଇ ତାହାର ପୟରେ। କର୍ମ ବାସନା ଦଗ୍ଧ କର ଅଜ୍ଞାନ ତମ ବେଗେ ହର। ଭୋନାଥ ତୋହର ପ୍ରସାଦେ ପ୍ରାଣୀର ହନ୍ତୁ ଅପ୍ରମାଦେ। ତୋହର ଅଭୟ ଚରଣେ ମନ ମୋର ହୁଅନୁକ୍ଷଣେ। ଭୋନାଥ ଜୀବର ଜୀବନ ବିଶ୍ୱକୁ କର ତୁ କଲ୍ୟାଣ। ଦାରା ତନୟ ଗୃହେ ମୋର ଏଣେ ମୋ ମନ ବିଘ୍ନ କର। ତୁମ୍ଭର ଭକ୍ତ ଜନ ସଙ୍ଗେ ସୁଖେ ବଞ୍ଚିବି ନାନା ରଙ୍ଗେ। ଆତ୍ମାର ପ୍ରିୟ ଯେ ଅପରେ ନାହିଁ ଅଖିଳ ସଂସାରେ। ସକଳ ଆତ୍ମାର ଠାକୁର ଏଣୁ ତୁ ପ୍ରିୟ ପ୍ରାଣୀଙ୍କର। ତୁମ୍ଭର ନାମ ସୁମରଣ ଅଶେଷ ପାପର ଖଣ୍ଡନ। ଏମନ୍ତ ଯାହାର ପ୍ରଭାବ ତାହାଙ୍କୁ କେବା ନ ସେବିବ। ତୋହର ତହିଁ ଭକ୍ତି ଯାର ପୂଜ୍ୟ ସେ ଦେବ ମାନଙ୍କର। ସକଳ ଗୁଣ ତାଙ୍କ ଠାରେ ଆଶ୍ରୟ କରନ୍ତି ନିର୍ଭରେ। ତୋର ଭକ୍ତ ଯେଉଁ ଜନ ସଂସାରେ ବନ୍ଧନ କାରଣ। ଯେହ୍ନେ ସକଳ ମୀନ ଗଣ ଜଳରେ କରନ୍ତି ଭ୍ରମଣ। ତେସନ ଯେତେ ଦେହି ଗଣ ତା ମଧ୍ୟେ କରେ ବିଚରଣ। ଏହା ଜାଣିନ ଯେ ହୁନର ଭଜଇ ନୃସିଂହ ପୟର। ଅଶେଷ ଭୟରୁ ତରଇ କର୍ମ ବନ୍ଧନ ତାର ନାହିଁ। ଶୁଣ ରାଜନ ପରମ ସମାଧି ଯୋଗରେ ସ୍ତୁତି କରନ୍ତି ବିଷ୍ଣୁ ଠାରେ। ନମସ୍ତେ ପ୍ରଭୁ ହୃଷିକେଶ ସକଳ ଗୁଣେ ତୁ ପ୍ରକାଶ। ଷୋଡ଼ଶ କଳାବନ୍ତ ତୁହି ବେଦ ତୋହର ନିଜ ଦେହି। ସକଳ ଆତ୍ମା ତୁ ଈଶ୍ୱର ଅମୃତମୟ ତୋ ଶରୀର। ତୁମ୍ଭେ ପରମ ମନୋହର ତୁ ନାଥ ଶୁଭଙ୍କ ଈଶ୍ୱର।
अति सुशील शांत तुही तो तहु आन केही नाही हो नाथ तो पाद कमल से बिल भंती नाना फल तोहर जन जेबा होई तांकु संकटु तारु तुही तो पाद सररु दुई निरते जेमंते से बई हेमंत आज्ञा मते कर भोनाथ करुणा सागर जे तोते भावे आराधई सकल मनरथ देई तोहर परसनु तार सकल हुई सुफल जेणु तू सकल ईश्वर द्वितीय नाही पटांतर भोनाथ तुम्हे नाना देह साधुक निस्तारणे बह तुम्भर चेष्टा ए संसारे ब्रह्मादि के बा जानी पारे रम्यक बरस चरित शुण राजन परीक्षित प्रभुर मत्स्य अवतार देव मानवे अगोचर अति सुंदर रूप राशि मनुर वंश तही बसी से रूप आराधना पाई हेमंत स्तुति जे करई नमस्ते परम ईश्वर जहार जस गोचर विस्तार मत्स्य तो शरीर तू प्रभु सर्व प्राणी कर थाउ जे अंतर बाहरे तो माया के बा जानी पारे तोहर माया मीन देही देव मानवे देखा नहीं संसार सागरे तो जन्म माया तो रंग जही भ्रम परम महाबली हेउ संसारे नाना देह बहु प्राण तू जगत ठाकुर तपादे प्रणाम मोहर हिरण्मय बरस बाणी राजन शुण परिमाणी अखिल ब्रह्मांड ठाकुर धरिण कूर्मर शरीर अर्चमा तुले पितृगणे जेते अछंती सेहि स्थाने ताहांकु घेनी पितृपति प्रभुंकु आनंदे सेवंती हेमंते नाना स्तुति मते सेवंती प्रभु पाद गते नमई सर्वसत गुण लखिनु हई जार स्थान अशेष स्थान ऋतु स्थान नमई प्रभु भगवान निज मायारे रूप धरी अशेष देह को आवरी नाना जन्मर ए प्रसिद्धि तो पद्म पादे मोर बुद्धि भदेव तुही जरायुज तुही तो अंडज से दज तुही तो प्रभु भगवान उभिज स्थावर जंगम देवता ऋषि पितृभूत इंद्रिय आदि जे समस्त आकाश ग्रह महिस्थल गिरिका नन नाना जल दीपन क्षेत्र जे सागर ए सर्व नामटी तोहर ब्रह्मांडे जेते अछंती कवि जेते विचारती से सर्व रूप तू ठाकुर नमई तोहर पयर उत्तर बरसे राजन बराह रूपी भगवान कुरु सहित पृथ्वी तही आनंदे स्तुति से करई नमई अनादि अव्यय सकल यज्ञ तोर देह त्रिजुग नाम रूप धर नमई तोहर पयर निवृत्त तृष्ण ज्ञानी जन मायाटी जाना में खंडन सृष्टि उदय स्थिति लय
ଯେ ଧରେ ପୁଣ ତିନି ଦେହ ସେ ତୋର ମାୟାରେ ଭ୍ରମନ୍ତି ତୋ ମାୟା କେହି ନ ଜାଣନ୍ତି ସର୍ବକର୍ମର ତୁ ଈଶ୍ୱର ଭୋନାଥ ତୋତେ ନମସ୍କାର ସଂଗ୍ରାମେ ନାଶୁ ଦୁଷ୍ଟ ଗଣ ମାୟାସୁ କର ରୂପେ ଜନ୍ମ ଅଗ୍ରଦନ୍ତରେ ମୋର ତ୍ରାଣ ଭୋନାଥ କଲ ନାରାୟଣ ତୁମ୍ଭର ପାଦ ପଦ୍ମ ଦୁଇ ଆନନ୍ଦେ ମୁହିଁ ଯେନ ମଇ ବରାହ ଧରଣୀର ବାଣୀ ଶୁଣି ସଂସାର ତର ପ୍ରାଣୀ ସୁଜନ ଜନଙ୍କ ପୟରେ ମୋ ମନ ରହୁ ନିରନ୍ତରେ କହଇ ଜଗନ୍ନାଥ ହରିଚରିତ ଭାଗବତ इति श्रीमद्भागवते महापुराणे पारमहंस्यां संहितायां पंचमस्कन्धे भुवनकोशे वर्षदेवता स्तुति नाम अष्टादशोऽध्याय गोविन्द हरे गोपाल हरे नटनागर कान्हा श्याम हरे गोविन्द हरे गोपाल हरे नटनागर